ଆପଣଙ୍କ ପରିଚୟ ତ ନ ପଚାରିବା ଭଲ ନ ବାବୁ, କାରଣ ଆପଣ ଜୀବନ କାଳ ଭିତରେ ଯେତେ ନାଟକ କରିଥିଲେ ଗତ ବର୍ଷ ଗୋଟେ ବିରାଟ ବଡ଼ ମାଇଲି ଖୁଣ୍ଟ ବିବାଦ ଯେଉଁଠି ଯାଇଛନ୍ତି ବିବାଦ। ଆଗେ ଆମେ ସେ ପୂର୍ବ ନାଟକକୁ ଯିବା ଆଉ ନବବାବୁଙ୍କର ପରିଚୟ ଆବଶ୍ୟକ ନାହିଁ, ତାପରେ ଆଜି ସ୍ୱର୍ଣ୍ଣମହଲର ଆଜିକା ନାଟକ ବିଷୟରେ ଯିବା। ଆଜ୍ଞା ନମସ୍କାର। ମୁଁ ଖଳନାୟକ ନବ ଘୋଷ। ଖାଲି ଖଳନାୟକ ନୁହଁ, ଚରିତ୍ର ଅଭିନେତା ମଧ୍ୟ। ଆପଣମାନେ ତ ଅଧିକ ମୋତେ ଜାଣିଥିବେ ବି। ଏ ବର୍ଷ ପୁଣି ସେଇ ସ୍ୱର୍ଣ୍ଣମହଲ ପାର୍ଟିରେ ଯେମିତି ଭାଇ କହିଲେ ଗତ ବର୍ଷ କଥା, ଗତ ବର୍ଷ ତ ଆପଣମାନେ ସମସ୍ତେ ପ୍ରାୟ ଏଇଟା ରିଏଲ୍ ଭାଇରାଲ୍ ନୁହଁ, ହେଇଥିଲା କିଛି ଗୋଟେ ନାଟକରେ ମୋ ପାଇଁ ଗୋଟେ ମୁସଲମାନ ଚରିତ୍ରରେ ଆପଣମାନେ ଜାଣିଛନ୍ତି ସମସ୍ତେ। ଏ ବର୍ଷ ପୁଣି ଭାଇ ଏଇ କ୍ୟାମ୍ପ ଆମର ଏଇଟା ଚାଲିଛି, ଯେଉଁ କଳମା, ଏଇ କ୍ୟାମ୍ପରେ ଆସିଛନ୍ତି। ଭାଇଙ୍କ ସହିତ ସାକ୍ଷାତ ହେଲା, ବହୁତ ଖୁସି ଲାଗୁଛି। ଭାଇଙ୍କ ସହିତ କିଛି ସମୟ ଆମେ ଏମିତି ବାର୍ତ୍ତାଳାପ ହେବୁ ହେଉଛୁ। ଆଚ୍ଛା ନବବାବୁ, ଆପଣଙ୍କର ଏଇ ସ୍ୱଳ୍ପ ବୟସରେ ଆଜି ପର୍ଯ୍ୟନ୍ତ କେତେ ଗୋଟି ନାଟକ କଲେଣି ଏବଂ କେଉଁ ନାଟକ ଆପଣଙ୍କୁ ଆତ୍ମସନ୍ତୋଷ କରିଛି ଆଜି ପର୍ଯ୍ୟନ୍ତ ଯେତେ ନାଟକ ହେଇଛି? ମୋର ତ ଆରମ୍ଭ କହିଲେ ଗୋଟେ ପ୍ରକାର ବାଘା ଯତୀନରୁ ହେବ, କାହିଁକିନା ମୁଁ ତା ପୂର୍ବରୁ ଛୋଟ ଛୋଟ ପାଟିରେ ଥିଲି। ବାଘା ଯତୀନରେ ଫାଷ୍ଟ ଯେତେବେଳେ ଆସିଲି ସେତେବେଳେ ଲୋକନାଥ ଲେଙ୍କା, ମଣିଭଦ୍ର ବିଶ୍ୱାଳ, ଏଇମାନେ ରବି ଦାସ, ନିତିଆ ପାଢ଼ୀ, ନିତିଆ ସାରେ ସମସ୍ତେ ଥିଲେ। ସେତେବେଳେ ମୋର ଫାଷ୍ଟ ନାଟକ ସେଠିକାର ଥିଲା ଉଡ଼ିଗଲା ତୋର ପାଟ ଓଢ଼ଣୀ। ସେ ନାଟକ ସେତେବେଳେ ହୁଏତ ମିଡ଼ିଆ ନଥିଲା, କିନ୍ତୁ ଏଇ ଯେଉଁ ଗତ ବର୍ଷ ନାଟକଟି ଆପଣ ଦେଖିଛନ୍ତି ଯେତିକି ଭାଇରାଲ୍ ହେଇଛି ବା ରିଏଲ୍ଟା ହେଇଛି ଭାଇରାଲ୍ ବୋଲି କହୁଛନ୍ତି, ସେତେବେଳେ ସେ ନାଟକ ତାଠୁ ଆହୁରି ବହୁ ଗୁଣରେ ଭାଇରାଲ୍ ହେଇଥିଲା। ଲୋକ ବି ସେମିତି ମଧ୍ୟ ପେଣ୍ଡେଲ ଉପରକୁ ଆସିକିରି ବିରୋଧ କରିଥିଲେ, ପିଟାମରା ବି କରିଥିଲେ, କିନ୍ତୁ ସେତେବେଳେ ଭାୟା ମିଡ଼ିଆ ଏତେ ନଥିଲା, ସେଟା ଏତେ ଜଣାପଡ଼ୁନଥିଲା। ସେ ନାଟକ ମୋତେ ବହୁତ ଆତ୍ମସନ୍ତୋଷ ଦେଇଥିଲା। ତାପରେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ବାଘା ଯତୀନରେ, ଶୋଇଲ ମରାଳ ରହିଲା ତତେ, ଏମିତି ବହୁତ ନାଟକ ବାଘା ଯତୀନରେ। ତାପରେ ତ୍ରିନାଥ ପାର୍ଟିକି ମୁଁ ଆସିଥିଲି। ତ୍ରିନାଥ ପାର୍ଟିରେ ଫାଷ୍ଟ ଚିରା କାଗଜ, କଳ୍ପନା ଛକ, କୁନ୍ତଳା ଅପା, ସବୁ ଅଙ୍କ ଭୁଲ ହେଇଗଲା, ଏମିତି ବହୁତ ନାଟକ। ସେଇଠୁ ରଙ୍ଗମହଲ ଯାଇଥିଲି। ରଙ୍ଗମହଲରେ ସ୍ୱାମୀମାନେ ସାବଧାନ, ତ ଚାରି ଖୋରିଆକୁ ଜୁହାର। ଆପଣଙ୍କର ଯେଉଁ ବାଘା ଯତୀନର ଆକାଶବାଣୀ ଗୋଟେ କଟକ ଥିଲା, ସେଥିରେ ସେଇଟା ମୋ ପୂର୍ବରୁ, ସେଥିରେ ଦାମନା ପାଠ କରୁଥିଲେ। ତା ପର ବର୍ଷ ସେଇ ନାଟକ ପରେ ଯେଉଁ ସମୟଟା ଆସିଥିଲା, ସେଇ ସମୟରେ ମୁଁ ସେଠିକି ଯାଇଥିଲି ବାଘା ଯତୀନକି। ସେ ନାଟକରେ ମୋର ଅଭିନୟ ନଥିଲା, ଚରିତ୍ର ନଥିଲା। ତାପରେ ସେଇଠୁ ରଙ୍ଗମହଲକୁ ଯାଇଥିଲି। ରଙ୍ଗମହଲରେ ସ୍ୱାମୀମାନେ ସାବଧାନ, ତ ଚାରି ଖୋରିଆକୁ ଜୁହାର। ତାପରେ ଗୋଟେ ଯାତ୍ରା ଗାଁ ହେଇଥିଲା, ସେଠି ବି ଦୁଇ ତିନି ଖଣ୍ଡ ଭଲ ନାଟକ ହେଇଥିଲା, ସେଥିରେ ବି ଅଭିନୟ କରିଥିଲି। ତାପରେ ତ କରୋନା ମରୋନା ହେଇକିରି ଏବେ ଏଇ ସ୍ୱର୍ଣ୍ଣମହଲରେ ରହିଛି 3 ବର୍ଷ ହେଲାଣି। ଏଠିକାର ନାଟକ ଆପଣମାନେ ତ ଜାଣିଛନ୍ତି, ସେଇ ନାଟକ ଯେଉଁଟା କହୁଛନ୍ତି ସ୍ୱାମୀ ପାଇଁ ପଛେ ନରକକୁ ଯିବି। ଆଉ ଏ ବର୍ଷ ଆମ ଆଶୁତୋଷ ସାରଙ୍କର ଏଇ ନାଟକ ଯେଉଁ ଆଜି ନାଟକ ଚାଲିଛି, ବଡ଼ ଲୋକ ଛୋଟ ଲୋକ, ଗୋଟେ ନିଆରା ନାଟକ, ସ୍ୱତନ୍ତ୍ର ନାଟକ। ଯେଉଁ ନାଟକରେ ମାନେ ଯେଉଁଠି କହନ୍ତିନି ଯେ ଧୂଳିମଳି ନାହିଁ, ପରିଷ୍କାର, ସେଇଭଳିଆ ନାଟକଟିଏ। ଦର୍ଶକ ନାଟକ ବା ଯାତ୍ରା ପେଣ୍ଡେଲରେ ବସୁଛନ୍ତି ବୋଲି ଭାବୁନାହାନ୍ତି, ଭାବୁଛନ୍ତି କେଉଁଠି ରିଏଲ୍ କାହାଣୀ ଚାଲିଛି। ରିଏଲ୍ କାହାଣୀ ଚାଲିଛି, ଗୋଟେ ବସିକିରି ସବୁ ସତ କଥାଟା ଯେମିତି ଆଖି ଆଗରେ ବାଛି ଯାଉଛି, ସେମିତିକା ହେଉଛି। ମୋର ତା ଦେହରେ ଗୋଟେ ଚରିତ୍ର ପାର୍ଟ, ଖଳନାୟକ ନୁହେଁ ଏଥିରେ। ଆଉ ସେ ପାର୍ଟ ମୋତେ ବହୁତ ଶାନ୍ତି ଦେଉଛି, ବହୁତ ଶାନ୍ତି ଦେଉଛି। ଗତ ବର୍ଷ ନାଟକରେ ଆପଣ ଯେଉଁଠି ଯାଇଥିଲେ ବୋମା ଫୁଟେଇଥିଲେ ଦର୍ଶକମାନେ, ଏ ବର୍ଷ ଏ ନାଟକରେ ଯେଉଁଠି ଯାଉଛନ୍ତି ଆପଣଙ୍କ ପୁଷ୍ପ ଫେଙ୍ଗୁଛନ୍ତି ସେଇ ଦର୍ଶକ। ଆମେ ଦର୍ଶକଙ୍କୁ ଆପଣଙ୍କ ପାଖରୁ 2ଟି ଖୋରାକ ବର୍ତ୍ତମାନ ପାଇଁ ଦିଆ କରିବା। ଯେଉଁ ଡାଇଲଗ୍ରେ ଲୋକ ଚେୟାର ଫେଙ୍ଗୁଥିଲେ, ହୁଡ଼ା ଫେଙ୍ଗୁଥିଲେ, ସେଇ ଡାଇଲଗ୍ରୁ ଟିକେ, ଆଉ ଆଜିର ନାଟକରେ ଯେଉଁ ଲୋକମାନେ ଏତେ ଭଲ ପାଇବା ଦେଇଛନ୍ତି ତାରୁ ସେଥିରୁ ଛୋଟ। ଠିକ୍ ଅଛି। ଗତ ବର୍ଷର ନାଟକ ତ ରେ ଯେଉଁଟା ଥିଲା ଯେ ଯେଉଁ ଡାଇଲଗ୍ ଉପରେ ମୋତେ ବେଶୀ ରିଆକ୍ସନ୍ କରିଥିଲେ ଦର୍ଶକମାନେ, ସେଇ ଡାଇଲଗ୍ଟା କହୁଛି ଯେ ସୁଭାଷ ବାବୁ ଆମର ଯେଉଁ ହିରୋ, ତାଙ୍କରି ସହିତ ମୋର ସିନ୍ ଚାଲିଥାଏ ଯେ ତାକୁ ମୁଁ ଜବରଦସ୍ତ ତାଙ୍କୁ ହିନ୍ଦୁରୁ ମୁସଲମାନ କରିବି। ଯେଉଁ ଲୁଙ୍ଗି ପିନ୍ଧେଇବା, ଟୋପି ପିନ୍ଧେଇବା, ଗସ୍ ଖୁଆଇବା, ଏଇଟା କହିସାରିଲା ପରେ ମୁଁ ତାକୁ କହୁଛି, ଏ ସାଲା ସୁନ ରେ, तेरे को जैसा मुसलमान बनाया सब साला हिंदू को ऐसा मुसलमान बनाएगा, गौस खिलाऊंगा गौस। आज से तेरा नाम विश्वास मिश्र नहीं, बशीर खान।
এইଭଳିଆ କିଛି ସଂଳାପ ଥିଲା ଯେଉଁଥିରେ ଲୋକମାନେ ତାତି ଯାଆନ୍ତି। ଆଜିର ଯେଉଁ ନାଟକ ଯେଉଁ ଚରିତ୍ର ଅଭିନୟ ମୋତେ ମିଳିଛି ସେଇ ନାଟକର ଗୋଟେ ଛୋଟିଆ ଡାଇଲଗ୍ଟା କହୁଛି, ସମୟ ବହୁତ କମ୍, ଯେ ଭଉଣୀକୁ ବାହା ହେବା ପାଇଁ କହୁଛି ଭାଇ, ମୁଁ ଭଉଣୀର ଭାବନା ମୋ ଭଉଣୀ ହେଇଛି, ସିଏ ରାଜି ହେଉନି, କହୁଛି ମୋତେ ତୁ ଘରୁ ବିଦା କରିଦେବା ପାଇଁ କାହିଁ ଏମିତି ତରତର, ମୁଁ ତୋର କ'ଣ ଖାଇଯାଉଛି ଯେ, ସେଠୁ ମୁଁ କହୁଛି ମୋ ଡାଇଲଗ୍ଟା, ଆଲୋ ହୁଣ୍ଡି, ଭଉଣୀକୁ କନ୍ୟା ବେଶରେ ଦେଖିବା ପାଇଁ ଭାଇ ମନ କେତେ ଡହଳ ବିକଳ ହୁଏ, ତୁ ସେ କଥା ବୁଝିପାରିବୁନି। ଯେଉଁଦିନ ମୁଁ ତୋତେ କନ୍ୟା ବେଶରେ ଦେଖିବି, ତୋ ପାଦରେ ଲାଲି ଅଳତା, ହାତରେ ଲାଲି ଶଙ୍ଖା, ଆଉ ମଥାରେ ଲାଲ ଟହଟ ସିନ୍ଦୁର ଦେଖିଦେବି, ସେଦିନ ମୁଁ ଖୁସିରେ ପାଗଳ ହେଇଯିବି ଲୋ ଭଉଣୀ, ପାଗଳ ହେଇଯିବି, ପାଗଳ ହେଇଯିବି। ଚମତ୍କାର, ଅତ୍ୟନ୍ତ ଚମତ୍କାର। ଆକ୍ଚୁଆଲି ଆମର ଯେଉଁ ନବବାବୁଙ୍କୁ ଗତ ବର୍ଷ ଆପଣମାନେ ଢେଲା ଫେଙ୍ଗୁଥିଲେ, ଚେୟାର ଫେଙ୍ଗୁଥିଲେ, ଗାଳି ଦେଉଥିଲେ, ଆକ୍ଚୁଆଲି ସେ କାହାଣୀ ଭିତରେ ଥିଲେ, ବାସ୍ତବରେ ସେ ଜଣେ ଖରାପ ଲୋକ ନୁହନ୍ତି। ଆପଣ ଆଜିର ନାଟକର ତାଙ୍କ ସଂଳାପ ମଧ୍ୟ ଶୁଣିଲେ ଏବଂ ତାଙ୍କୁ ବହୁତ ପ୍ରଶଂସା ଦେଇଛନ୍ତି। ଆଉ ଆମର ନୂଆ ପିଢ଼ିମାନଙ୍କୁ କିଛି ବାର୍ତ୍ତା ଦେବେ? ନୂଆ ପିଢ଼ି ନ ଆସିଲେ ଯାତ୍ରା ଆଗକୁ ପୁଣି ଚାଲିବ, କିନ୍ତୁ ଆମେ ତ ଆଉ ସବୁଦିନ ନଥିବୁ, ବା ଆମ ପୂର୍ବରୁ ଯେଉଁମାନେ ଥିଲେ ସିଏ ବସିବାକୁ ଗଲେଣି, ତାପରେ ଆମେ ଯିବୁ, ସେମିତି ନୂଆ ପିଢ଼ି ଆସିବେ, ଯାତ୍ରା ସଂସ୍ଥା ଚାଲିବ। ନୂଆ ପିଢ଼ିମାନଙ୍କୁ ବହୁତ ଧନ୍ୟବାଦ ଦେବି, ସେମାନଙ୍କର ମନ ଅଛି, ଇଚ୍ଛା ଅଛି, ସେ ଆସୁଛନ୍ତି ଏ ସଂସ୍ଥାକୁ ଆହୁରି ଆଗକୁ ନେବା ପାଇଁ। ଧନ୍ୟବାଦ। ଆମେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବୁ, ନବବାବୁ ଏଇଭଳି ଚିର ସବୁଜ ଥାଆନ୍ତୁ, ଦର୍ଶକଙ୍କ ମନ କିଣୁଥାନ୍ତୁ। ଜୟ ଜଗନ୍ନାଥ।